ଜୟ ଜଗନ୍ନାଥ। ଗୋଟିଏ ଛୋଟିଆ ଉଦାହରଣ ଦେଉଛି। ମୁଁ ଅନେକ ଜିନିଷ ଏଇ ମୋବାଇଲରୁ ଦେଖିକିରି ତାର କିଛି ଆନ୍ସର ଦେଇଥାଏ। ତା ମାନେ ମୁଁ ତାଙ୍କ ସାଥିରେ ତର୍କ କରେ ନାହିଁ। ସେମାନଙ୍କ ଭାବରେ ସେମାନଙ୍କ କଥା ଠିକ୍ ଥାଏ, ମୋ ଭାବରେ ମୋ କଥା ବି ଠିକ୍ ଥାଏ। ମୁଁ ଭାବେ, କିନ୍ତୁ କାହା କଥା କେତେ ଠିକ୍ କେତେ ଭୁଲ ତା ତ ଭଗବାନ ଜାଣନ୍ତି। ସର୍ବପ୍ରଥମେ ଭଗବାନ ଜାଣନ୍ତି। ଆମେ ପାଟି ପାଇଛୁ କହିବା ମାଧ୍ୟମରେ ଅନେକ କଥା କହିଦେଉଛୁ। ତେଣୁ ସେଇ କଥା ଯଦି ମୁଁ ଆପଣମାନଙ୍କୁ କହେ, ତାର କିଛି ଭୁଲ ରିପ୍ଲାଏ ଦିଏ, ତାହେଲେ ମୋତେ କ୍ଷମା ଦିଅନ୍ତୁ। କି ଠିକ୍ଟା ଏଇଟା ଭୁଲ କହୁଛନ୍ତି, ଏଇଟା ଠିକ୍ ସେଇଟା କହିଦିଅନ୍ତୁ। ସେଇଟା ମୁଁ ହସି ହସି ଗ୍ରହଣ କରିନେବି। କାରଣ ଗୋଟିଏ କଥା କହିଛି, 5 ଆଙ୍ଗୁଠି ସମାନ ନଥାଇ 5 ମନ ସମାନ ନଥାଇ, ଆଉ 5 ଜଣଙ୍କର ସହିବା ଶକ୍ତି ବି ଠିକ୍ ନଥାଏ, ଧୈର୍ଯ୍ୟ ବି ଠିକ୍ ନଥାଏ, 5 ଜଣଙ୍କ ବିଚାର ବି ଠିକ୍ ନଥାଏ। ଏଇସବୁ ଅନେକ ଜିନିଷକୁ ତର୍ଜମା କରିବାକୁ ଗଲେ ସମସ୍ତଙ୍କ ମନ ବିଚାରଧାରା ଠିକ୍ ନଥାଏ। ମୋ ବିଚାରରେ ମୁଁ କହୁଛି, ବେଳେବେଳେ କେତେବେଳେ ଯଦି ରାଗିଯିବି, ସେ ରାଗଟା ମୋ ଭିତରେ ରାଗ ହୋଇନଥାଏ, ସଙ୍ଗେ ସଙ୍ଗେ ହସରେ ପରିବର୍ତ୍ତନ ହୋଇଯାଏ ମୋ ସଂସାର ମାଧ୍ୟମରେ ବି। କିନ୍ତୁ ସବୁ ମୁଁ ନିଜେ ହସି ହସି ଗ୍ରହଣ କରିନିଏ, ନିଜକୁ ବୁଝେଇ। କାହାର ସପୋର୍ଟ ମୋତେ ବି ଦରକାର ପଡ଼େ ନାହିଁ। କେବଳ ମୋ ଜଗନ୍ନାଥଙ୍କ ସପୋର୍ଟ ମୋତେ ବହୁତ ଦରକାର ପଡ଼େ। ଏହା ହିଁ ନିରାଟ ସତ୍ୟ କଥା ମୁଁ କହୁଛି। ଆଉ ଆପଣ କହୁଥିବ ମଧୁର ବଚନ, କିନ୍ତୁ ଅନେକ ଅଛନ୍ତି ପଛରେ ଖରାପ ବିଚାର କରିବେ। କିନ୍ତୁ ସମସ୍ତଙ୍କୁ ସେମିତି ଭାବନ୍ତୁ ନାହିଁ। ସମସ୍ତଙ୍କୁ ମୋର ବିନୟ ଅନୁରୋଧ, ମୋ ଜଗନ୍ନାଥଙ୍କ ଭାବନାରେ, ମୋ ରାଧାକୃଷ୍ଣଙ୍କ ଭାବନାରେ ତାଙ୍କରି ରାଣ ଖାଇ କହୁଛି, ମୁଁ ତାଙ୍କ ଦ୍ୱାରା ଗୋଟେ ଶକ୍ତ ଆଘାତର ପରୀକ୍ଷା ବି ଦେଇଥିଲି। ତେଣୁ ଦୁନିଆ ତାକୁ ପାପ କହିବ କି କ'ଣ ପୁଣ୍ୟ କହିବ ମୁଁ ଜାଣେ ନା, କିନ୍ତୁ ମୁଁ ଜାଣେ ମୋର ଜଗନ୍ନାଥ ଜାଣନ୍ତି ସେଇଟା ପବିତ୍ର। କିନ୍ତୁ ଦୁଇଟି ମନ ଦ୍ୱାରା ଆଉ ଗୋଟିଏ ଜଷ୍ଟ ଏବେ ଘଟିଲା। ମୋ ଭାବନାରେ ମୋର ଜଣକୁ ମୋ ଜଗନ୍ନାଥ ଭଳି ସାଥୀ କଲି, କିନ୍ତୁ ଦୁହିଁଙ୍କ ମନ ଆଳାପରେ ମୁଁ କରିଥିଲି, କିନ୍ତୁ ଏକତରଫା ଜାଣିନଥିଲି। ମୁଁ କାହା ସାଥିରେ ସୁଖ ଦୁଃଖ ହସ ଖୁସିର ସବୁ ଜିନିଷର ଆଳାପ କରିବାକୁ ମୋତେ କଷ୍ଟ ଲାଗେ ନାହିଁ, କି ନିନ୍ଦା ଲାଗେ ନାହିଁ, କି ମୋର ଏସବୁ ଆଳାପ ଦ୍ୱାରା କେହି ମୋର ଫାଇଦା ଉଠେଇବେ ସେଇଟା ମୋତେ ନିନ୍ଦା ଦେବ, ମୁଁ ତାହା ବି କେବେ ମନରେ ଭାବେ ନାହିଁ। କିନ୍ତୁ କେହି ଯଦି ଏଭଳି ମୋ ପ୍ରତି ଭାବୁଥାନ୍ତି, ମୋତେ ମାୟା କରି ପରୀକ୍ଷା କରିକି ମୋତେ ନିନ୍ଦା ଦେବା ପାଇଁ, ତାହେଲେ ମୋର ଦୁଃଖ ନାହିଁ, ମଥାପତି ସହିଯିବି। କିନ୍ତୁ ମନ ଖୋଲି ମୋ ହୃଦୟରେ ଯାହାକୁ ବସେଇଥିବି, ନିଶ୍ଚିତ ହୃଦୟ ମନ୍ଦିରରେ ମୁଁ ନିଶ୍ଚିନ୍ତ ପୂଜା କରିବି। ଏହା ନିରାଟ ସତ୍ୟ। ଅନେକ ଫୋନ୍ କରୁଛନ୍ତି, ଆପଣଙ୍କୁ ଚିହ୍ନିଛି ଜାଣିଛି ମୁଁ ଏଇଠୁ ସେଇଠୁ କହିକି କଥା ହେଉଛନ୍ତି। ଏଇଟା ହେଉଛି ଟାଇମ୍ ପାସ୍ ଭଳି, ଏମିତି ଭାବ ରଖନ୍ତୁ ନାହିଁ। ଆପଣଙ୍କର କ'ଣ ମୋତେ ପଚାରିବାର ଅଛି, ଡାଇରେକ୍ଟ ପଚାରନ୍ତୁ, ଆଉ ଡାଇରେକ୍ଟ ପରିଚୟ ଦିଅନ୍ତୁ। ଏଇଟା ମୋତେ ବହୁତ ଭଲ ଲାଗିବ। କିନ୍ତୁ ସୁନ୍ଦର ଭଲ ଚିନ୍ତାଧାରା ନେଇ, ମୁଁ ଆପଣଙ୍କର ମା' ହୋଇଥିଲେ ମା'ର ସ୍ୱଭାବରେ, ଭଉଣୀ ହୋଇଥିଲେ ଭଉଣୀର ସ୍ୱଭାବରେ, ଝିଅ ହୋଇଥିଲେ ଝିଅ ସ୍ୱଭାବରେ, ଆଉ ମୋ ମତରେ ମୁଁ ସାଥୀ କରିଛି ଜଗନ୍ନାଥକୁ ସାକ୍ଷୀ ରଖି ଜଣଙ୍କୁ। କିନ୍ତୁ ସେଇଟା ଦୁନିଆ ଆଖିରେ କ'ଣ କହିପାରିବିନି, କିନ୍ତୁ ମୋ ଭଗବାନଙ୍କ ଆଖିରେ ପବିତ୍ର। କେବଳ କଥୋପକଥନ ସୁଖ ଦୁଃଖର ଆଳାପ, ଆଉ କିଛି ନାହିଁ। ଆଉ ସେ ଯଦି ଭୁଲ ବୁଝୁଛନ୍ତି, ତାହେଲେ ମୁଁ ଜଗନ୍ନାଥଙ୍କୁ କହୁଛି, ହେ କାଳିଆ ଠାକୁର, ଯଦି ମୋର କହିବା ମାଧ୍ୟମରେ କିଛି ଭୁଲ ରହିଥାଏ, ଯଦି ମୁଁ କାହାକୁ ଇଗ୍ନୋର କରିଥାଏ, ତାହେଲେ ମୁଁ ତ ଜାଣିପାରି ନାହିଁ, ତାହେଲେ ତୁମେ ମୋତେ ଜଣେଇ ଦିଅନ୍ତୁ। କିନ୍ତୁ ଆଘାତ ଦଣ୍ଡ ଦେଲେ ସହିଯିବି ସତ, କିନ୍ତୁ ବିନା ଦୋଷରେ ମୋତେ ଆଘାତ ଦଣ୍ଡ ଦେଲେନୁ ବହୁତ କଷ୍ଟ ଲାଗିବ, ତଥାପି ସହିବି ରେ ଜଗା। କିନ୍ତୁ ସମସ୍ତଙ୍କୁ ସୁଖ ଶାନ୍ତିରେ ରଖ, ଆଉ ସମସ୍ତଙ୍କ ଚିନ୍ତାଧାରାକୁ ସୁନ୍ଦର କରିଦିଅ।
ଆଉ ମୋ ଭାବନାରେ ରାଧାକୃଷ୍ଣ ଭାବନାରେ ଯିଏ ଆସିକି ଥିଲେ ମୋ ପାଇଁ ସିଏ ବି ପବିତ୍ର ସାରା ଜୀବନ। ମୁଁ ତାଙ୍କର କଥା ସବୁ କଥାକୁ ହସି ହସି ପବିତ୍ର ଭାବରେ ଗ୍ରହଣ କରିବି। ଏହା ନିରାଟ ସତ୍ୟ। ଆଉ ମୋ କଥା ମାଧ୍ୟମରେ ଯଦି ଭୁଲ ଥାଏ ତାହେଲେ ମୋତେ କ୍ଷମା କରିବ। କାରଣ ସମସ୍ତେ ସଂସାର ଭିତରେ ସୁଖ ଶାନ୍ତିରେ ରୁହନ୍ତୁ। ସଂସାର ଭିତରକୁ ହସି ହସି ସୁନ୍ଦର ଭାବରେ ଗଢ଼ି ତୋଳନ୍ତୁ। ନାରୀ ହେଉ କିମ୍ବା ପୁରୁଷ ହେଉ, ଯେକୌଣସି ପୁଅ ଝିଅ ନିଜ ପରିବାର ଲୋକ ସମସ୍ତେ ସମୟ ଅନୁସାରେ ପରିବର୍ତ୍ତନ ହୋଇଯାଆନ୍ତୁ। ଆଉ ରାଧାକୃଷ୍ଣ ପ୍ରେମ ଲୀଳା ପ୍ରଭୃତ କେହି ତାକୁ ଅପବିତ୍ର କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଦୁଇଟି ମନର ସଂଯୋଗରେ ଯଦି ସୁନ୍ଦର ଆଳାପ ହୋଇପାରିଲା ତାହେଲେ ତା ପାପ ରହୁଛି। ଜୟ ଜଗନ୍ନାଥ।